ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ 2023 ପାଳିତ ହୋଇଯାଇଛି। ଏହି ବର୍ଷର ବାର୍ତ୍ତା ଉତ୍ତମ ସ୍ୱାସ୍ଥ୍ୟ ସଭିଙ୍କ ପାଇଁ ଉପରେ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ ସେବାକୁ ସାର୍ବଜନୀନ କରାଇବାକୁ ଏକ ସଚେତନତା ପଦଯାତ୍ରା ଗୁଣ୍ଡିଚା ମନ୍ଦିରଠାରୁ ଆରମ୍ଭ ହୋଇ ଜିଲ୍ଲା ବଡ଼ ଡାକ୍ତରଖାନା ଯାଏଁ ଆସିଥିଲା। ଏହି ପଦଯାତ୍ରାରେ ANMTCର ଛାତ୍ରୀମାନଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ତତ୍ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଜାତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ନିଃଶୁଳ୍କ ସ୍ୱାସ୍ଥ୍ୟ ଯୋଜନାର ସୁବିଧା ସମସ୍ତ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଡାକ୍ତର ସୁନୀଲ ତରେଇ, ଫାର୍ମାସିଷ୍ଟ ଜଗନ୍ନାଥ ସାହୁ, ଫାର୍ମାସିଷ୍ଟ ସୁବ୍ରତ କୁମାର କୁଣ୍ଡୁ ଏବଂ ANM ଝରଣା ଦାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପୁରସ୍କୃତ କରିଥିଲେ। DPHCO ରବୀନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ DPM T ନାରାୟଣ ରାଓ, ଅଶୋକ କୁମାର ସାହୁ, ସନ୍ତୋଷ ମିଶ୍ର, ପ୍ରଶାନ୍ତ କୁମାର ପରିଜା ଉପସ୍ଥିତ ଥିଲେ। ମନୋଜ କୁମାର ପଣ୍ଡା ସହକାରୀ ପରିଚାଳକ ICBC ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରସ୍ଥିତ SBIର ବଜାର ବ୍ରାଞ୍ଚରେ ଡେପୁଟି ମ୍ୟାନେଜର ଥିବା ଆଶୁତୋଷ ଆଚାର୍ଯ୍ୟଙ୍କୁ କୋଟି କୋଟି ଟଙ୍କା ଠକେଇ ମାମଲାରେ ଭୁବନେଶ୍ୱର EOW ପୋଲିସ ଗିରଫ କରିଛି ଏବଂ ତାଙ୍କୁ ଆଜି ଫୁଲବାଣୀ କୋର୍ଟରେ ହାଜର କରିଛି। EOWର DSP ମନୋଜ କୁମାର ସାମନ୍ତ ଏବଂ ଜଣେ ଇନ୍ସପେକ୍ଟର ଓ କନେଷ୍ଟବଳ ତାଙ୍କୁ ଭୁବନେଶ୍ୱରରୁ ଫୁଲବାଣୀ କୋର୍ଟକୁ ଆଣି ତାଙ୍କୁ EOW SDGM କୋର୍ଟରେ ହାଜର କରିଥିବା କୋର୍ଟର ସରକାରୀ ଓକିଲ ଦୀପକ କୁମାର ନାୟକ କହିଛନ୍ତି। ତାଙ୍କ ନାମରେ ଫୁଲବାଣୀ SBI RBOର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା ଏତଲା ଦେଇଥିବା ସେ କହିଛନ୍ତି। ଗିରଫ ହୋଇଥିବା ଆଶୁତୋଷ ଆଚାର୍ଯ୍ୟ SBIରେ ଡେପୁଟି ମ୍ୟାନେଜର ଥିବା ସମୟରେ ସେ ଜାଲ କାଗଜପତ୍ର କରି ପ୍ରାୟ 8,01,87,000 ଟଙ୍କା ସ୍କାମ୍ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେଥିରୁ EOW କିଛି ଟଙ୍କା ଆଦାୟ କରିଥିବା ବେଳେ ବର୍ତ୍ତମାନ ତାଙ୍କ ନାମରେ 6,88,98,000 ଟଙ୍କା ସ୍କାମ୍ କରିଥିବା ଅଭିଯୋଗ ହୋଇଛି। ଫୁଲବାଣୀରୁ ବୈଦ୍ୟନାଥ ବେହେରାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।